मोर 2 लाख टका दरकार नहीं मत मारू मारू मारी देली भी मुझे चाबी गाड़ी तुमको देबी मो ससुर ओकर विश्वास भरोसा को मुझे भी नहीं पारिबिनी जे टका गुड़ा को तो बापा तू संपत्ति नुह मो बापा अर्जित संपत्ति न हेले भी तमे नमस्कार करिन मो ससुर ओकर लुह रहुरे उपार्जित संपत्ति कौन सी परिस्थिति रे भी मुझे बहुत मार कर खर्च करबा को देबी रस्ते धान मो सामने मत अपमान करू आज मुझे छाड़ी आज मते मारनी नहीं तो मुंड कौन खराब हो गला सीटा को मारू मारू मारी देबू ना को मते छाड़ी दो एटा तू आज मुझे को मार दे कथाटा तो कौन होई कह तू तो जानी तू बिचो मो आज भी आज 2 लाख टका दरकार ये आउ ये प्रेजेंट करी लगी रू जब मते रोक रोक मन कर गला अरे मना करिबाटा तो स्वाभाविक शशुर जो एत बड़ गुरु दायित्व दे रक्षा करवा कर्तव्य तथापि विपद स्त्री सम मागिया धर्म खाऊ एपरे बड़ी भद्र लोक हवा को मुझम्मा पसंद करेनी तापर एटा हो कि आम घर आम स्वामी स्त्री भितर गोटे धार पसंद उचित को उचित मन करूनी तमें कौच मुझे घर पर गोटे साप केवल धार पसंद नुह तमे घर पर गोटे अनावश्यक वस्तु जाए महिला गदा गोटे अड़िया को गोटे बाहर अड़िया को घर भितर आनी मो घर पवित्रता को नष्ट कर कौन कहलु मो बंधुर घर पर अड़िया हाँ खाली अड़िया नुह नर्दमार गंध बाहर पचास तले महिला गदा जहाँ चाहिए घृणा आसे लागरे तो स्त्री केमी मत अपमान करुच्ची तो बाहर सरकार तो घर को आसवा को इच्छा करुनी तो बाध्य कर आसिले आसे बंधु पत्नी ठारू ढेर सम्मान पाई तो एत मो सामने मो असम्मानित करू सम्मान सम्मान पाइबा हेले गोटे योग्य थिबा मनीष को सम्मान दिया किंतु ए भली गोटे अभद्र को नुह तमें तमें कौच मु गोटे अभद्र केवल अभद्र नुह अभद्र आम सीमा पार होगा तमे गोटे कामुक लंपट होगला तमे बंधु हिसाब से आसी बंधु पत्नी ठारू ढेर मर्यादा पाई जोटा कि मोर सारा जीवन मन रहा हेलो मैडम मो विक्रांत धड़ा दुकान देउटी विक्रांत सेठी पादजी विक्रम चौहानर नजर देउटी पर केबे भी फेरेगी
ମୁଁ ଆଜି ବର୍ତ୍ତମାନ କରିବି উইদাউট পারমিশন ঘর ভিতরে ତମେ କାହାକୁ କଣ କହୁଛ? ଇଏ ପରା ମୋ ବାପା। ବାପା ମୋର ଇସ୍ରୋ ନୁହେଁ ତ ବାହାର ଏଇ ଘର ଏରୁଣି ମଧ୍ୟ ମାଡ଼ିନି କହିଲା କଣ ମୋ ବାପା। ଓହୋ ତମେ ଟିକେ ଚୁପ୍ ରୁହ। আমি কিছু করিনি বামন হয়ে ଯେଉଁମାନେ ଚାନ୍ଦ ଧରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି ସେମାନଙ୍କୁ ଏମିତି ସହିବାକୁ ପଡ଼ିବ। ବାମନ କେବେ ଚାନ୍ଦ ଧରିବାକୁ ଆଶା କରିନଥିଲା ବାବୁ ବରଂ ଚାନ୍ଦ ଆପେ ଆପେ ବାମନ ହାତରେ ଧରା ଦେଇଥିଲା। ଚାନ୍ଦ କେବେ ବାମନ ହାତରେ ଧରା ଦେଇନଥିଲା ବରଂ ଆକାଶକୁ ଦେଖି ବାମନ ଖୁସି ହୋଇଯାଇଥିଲା। ହଠାତ୍ ଏମିତି ଆକାଶର ସଂଖ୍ୟା ଗ୍ରହ ନକ୍ଷତ୍ର ଗୁଡ଼ାକ ସବୁ ତାର ଆକାଶକୁ ଯାଇ ପଚାର ଅନ୍ତରଟା ପାଇଯିବ। ହଁ ପଚାରିବି ଆକାଶକୁ ମୁଁ ପଚାରିବି କାହିଁକି କାହିଁକି ନା ଚନ୍ଦ୍ର ଲୋକ ଦେଖେଇ ତମକୁ ଚାଳନା କଲା। ବାମନ ତ କେବେ ଚାନ୍ଦ ଧରିବାର ଆଶା କରିନଥିଲା ବରଂ ଛୋଟ ସଂସାରକୁ ନେଇ ସେ ଖୁବ୍ ଖୁସିରେ ଥିଲା। କାହିଁକି କାହିଁକି ସେ ବୈଶାଖର ବସନ୍ତର ମଳୟ ପରିବର୍ତ୍ତେ ବୈଶାଖୀର ତାତି ମାରିଦେଲା। ଆରେ ମା ସବୁ ଦୋଷ ମୋର ରେ ମା ଆରେ ସବୁ ଦୋଷ ମୋର। ଆରେ ଏଇ ଆକାଶର ନୀଳିମାକୁ ଦେଖି ମୁଁ ସିନା ଖୁସି ହେଇଯାଇଥିଲି ହେଲେ ମୁଁ ଜାଣିନଥିଲି ଯେଉଁ ଚାନ୍ଦ ଆକାଶ ପ୍ରଶସ୍ତ ହୃଦୟରେ ଶୋଭା ପାଉଛି ତା ଦେହରେ କଳଙ୍କ ଅଛି ବୋଲି। କଣ କହିଲୁ ଯେ? କଣ କହିଲୁ ଯେ? ଆମେ ଅଟକି ଗଲୁ କାହିଁକି? ପିଟି ପିଟି ରକ୍ତ ବାହାର କରିଦେବି ତୋ ଦେହରେ ଥିଲା କଳାଙ୍କୁ ସେ ରକ୍ତରେ ଧୋଇଦେ ଯିଏ ବଡ଼ମାନଙ୍କୁ ସମ୍ମାନ ଦେଇ ଶିଖିନି ପିତୃତୁଲ୍ୟ ଶ୍ୱଶୁରକୁ ହାତ ଉଠେଇ ମାରିପାରେ ସେଭଳି ଗୋଟେ ଅପଦାର୍ଥ କୁଳାଙ୍ଗର ଡାଡ଼ି ମୁଁ କେବେ ହୋଇପାରେ ନା। ମୁଁ ବି ଆପଣଙ୍କ ପୁଅର ପରିଚୟ ଦେବାକୁ ଚାହେଁ। ଆଜିଠାରୁ ମୁଁ ଜାଣିବି ମୋର ବାପା ମା କେହି ନାହାନ୍ତି। ମୁଁ ଅକଟରୁ ଭାବିଛି ଅଚାନରୁ ବାହାରିଛି। ମୁଁ ଗୋଟେ ଚାଳକ ଆଜିଠାରୁ ଏ ହାତକୁ ସଂଯୋଗ କରି ରଖୁଛି। ଦର୍ଶନ ଆମର କର୍ମରେ ଲାଗିବ। ତା ନହେଲେ ମୋ ହାତ ଦାବି ସବୁ ତମେ ସେଥିରେ ବାପାଙ୍କ ଉପରକୁ ହାତ ଉଠେଇଦେଲ। ସେଥିପାଇଁ ଯାଇକର ଆସିବୁ ତୋରି ପାଇଁ ଆଜି ଆମ ବାବୁଙ୍କ ମଝିରେ ପାଚେରୀ ଯାଉଛି। ଆଉ ଯେ ପର୍ଯ୍ୟନ୍ତ ତୁ ଏ ଘର ଯଦିଓ ପର୍ଯ୍ୟନ୍ତ ମୁଁ ଏ ଘରର ଦରଜା ମାରିବି ମୋ ଶେଷ ନିଷ୍ପତ୍ତି ଯିବା ପୂର୍ବରୁ ମୋ ନିଷ୍ପତ୍ତିରେ ବି ଶୁଣିଥାନ୍ତେ। ଆଜିଠାରୁ ମୁଁ ତୋତେ ତେଜ୍ୟ ପୁତ୍ର କଲି। ଭଗବାନ ହୋଇସାରିଲା ପରେ ସେ ରାଜତନ୍ତ୍ରର ମାନେ କିଛି ନଥାଏ।
ସଖା ସହଦର ଭାଇ ବନ୍ଧୁ କୁଟୁମ୍ବ ସବୁ କିଛି ତା ମନକୁ ଯାହା ଆସୁଛି କହିଯାଉରେ ମା ମୁଁ ସବୁ ସହିଯିବି ରେ ମା କିନ୍ତୁ ମୁଁ ସହିପାରିବିନି ବାପା। ଓ ମା ଗୋଟେ ଝିଅର ବାପ ଘରେ ତା ବାପ ପ୍ରତି ତାର ଯେତିକି କର୍ତ୍ତବ୍ୟ, ଗୋଟେ ବୋହୂର ଶାଶୁ ଘରେ ତା ଶ୍ୱଶୁର ପ୍ରତି ସେତିକି କର୍ତ୍ତବ୍ୟ। ବାପ ଘରେ ବାପ ପସନ୍ଦ କଲେ ଝିଅ ଯେମିତି ସହିପାରେନି, ଶାଶୁ ଘରେ ଶ୍ୱଶୁର ପସନ୍ଦ କଲେ ଗୋଟେ ବୋହୂ ସହିବ କେମିତି? ବାପା, ଏଇଟା ପରା ସଂସାରର ନିୟମ। ଓ ମା ଆରେ ମୁଁ ଧନ୍ୟ ହେଇଗଲି ରେ ମା ମୁଁ ଧନ୍ୟ ହେଇଗଲି ଆରେ ତ ସପ୍ତମ ପରାୟଣ ସୁନ୍ଦର ପରେ ଗର୍ବରେ ମୋ ଛାତି ଆଜି ଫାଟି ଉଠୁଛି ଏ ଅବଧି ଆରେ ମୋ ପ୍ରିୟକୁ ତ ବହୁ ଭାବରେ ପାଇ ତୋ ଶାଶୁର ଜୀବନକୁ ଚାଷ ହେଇଛି କି ନାଇଁ ମୁଁ ଜାଣିନି ଆରେ ତାକୁ ବାପା ହିସାବରେ ଜନ୍ମ ନେଇ ଆଜି ମୁଁ ଧନ୍ୟ ହେଇଯାଇଛି ରେ ଧନ୍ୟ ହେଇଯାଇଛି ଆରେ ଅବଧି ମୋର ଆଉ କିଛି ଦରକାର ନାହିଁ ରେ ଅବଧି ଆଉ କିଛି ଦରକାର ନାହିଁ ବାପା, ବାପା ମୋ କଥା ଟିକେ ଶୁଣ ବାପା। ବାପା, ବାପା ରୁହ ବାପା। ବାପା, ବାପା, ମୋ ବାପା ଅଭିମାନ କରି ଚାଲିଗଲେ ବାପା। ମୋ ବାପା ଅଭିମାନ କରି ଚାଲିଗଲେ। ତୁ ବ୍ୟସ୍ତ ହୁଅ ନାହିଁ ମା ଆରେ ମା ସେ ପୁରା ମୋ ବନ୍ଧୁ ସେ କଣ ମୋ କଥା କେବେ ଅବମାନନା କରିପାରିବେ ମା ମୁଁ ଯାଉଛି ତାକୁ ବୁଝାସୁଝା କରି ନିଶ୍ଚୟ ଫେରି ଆଣିବି ରେ ମା ଯାଉଛି ରେ ମା ତୁ ବ୍ୟସ୍ତ ହୁଅ ନା